गुरन्ति चेतारम नतोस्मि पुरुषोत्तमं तुभ्यं नमः सकल मंगलदायकाय तुभ्यं नमः शरण संश्रितरक्षकाय तुभ्यं नमोस्तु जगतं परमैकपित्रे भक्त्या नतोस्मि सततं पुरुषोत्तमाय भक्त्या नतोस्मि सततं पुरुषोत्तमाय। मोर जीवन आराध्य देवता परम प्रेम श्री श्री ठाकुर परम पूजनीय श्री श्री वर्मा परम पूज्यपाद श्री श्री बरदा परम पूज्यपाद श्री श्री आचार्य देव एवं परम प्रेम श्री ठाकुर सपरिवार दयाद गण समस्त पदार बिंदरे मोर अनंत कोटि सभक्तिक भूमिष्ठ प्रणाम। आज एक परम पवित्र दिवस महान दिवस स्वर्गीय दिवस दिव्य दिवस परम प्रेम श्री श्री ठाकुर ए जगतर कल्याण पाई सर्वजीव उद्धार पाई सर्वजीव कल्याण पाई सर्वजीवर प्रयोजनीयता उपलब्धि करी सेवारंकर पारस्परिकता को बांधि रखिबा पाई ए जे सृष्टिर विधि विधान को अक्षुण्ण रखिबा पाई प्रयत्नशील है दीर्घ 81 वर्ष लीला करी से आज दिवस रे ए धराधाम छाड़ी चली जाइथिले जदियो तांकर ए मर शरीर बा पार्थिव शरीर ए पंचभूतर शरीर ए पंचभूत भितरे अवस्थान करू अछि तारी भितरे ताकर स्थिति अछि तांकर सुर रहिछि तांकर भाव रहिछि तांकर चिंताधारा जीवंत ही रहिछि चिर जीवंत चिर अमर एही जनवरी 27 तारिख 26 तारिख जदियो आमे माने कहू वास्तव में 26 तारिख 12 सरी जाए तारीख हिसाब से देखिले आ तिथि अनुसार देखिले आज दिवस होउची तांको पय प्रयोज्य तांकर महाप्रयाण हेइथिला एही दिवस रे महाप्रयाण तांकर केबे हेले मृत्यु हुए ना से अमर चिर जाग्रत चिर शाश्वत आ आज दिवस रे ए पवित्र दिवस रे महान दिवस रे एक स्मरणीय दिवस रे हमर सम्मानास्पद पुरुषोत्तम भाई एवं गणेश भाई ए चैन सत्संग केंद्र अनुकूल्य रहउति आभासी सत्संग प्रदान करिसंती आयोजन करिसंती आ सेतिरे भोगदान करिसंती सम्मानास्पद लोकनाथ बेहेरा भाई एवं श्रीमती लिली बेहेरा माँ बड़जोदा तालचेर पारिवारिक मंगल एवं विश्वर मंगल पाई से भोगदान करी प्रभुଙ୍କ पाखरे सत्संग निवेदन करछंती ताकर मनोवांछा पूर्ण पाई प्रभुଙ୍କ पाखरे प्रार्थना करे सबुर बड़ कथा हमर सम्मानास्पद श्रीयुक्त वंशीधर साहू भाई अधीरजू सत्संग बिहार राउरकेलार अधिवासी ए सत्संगर आहुला धरचंती नापो बाही नहीं चली आज दिवस रे ए जो माने शंख बजिबा ठारू समापनी पर्यंत कार्यक्रम रे भाग नउछंदी समस्त अमर जीवन पाई दीर्घायु जीवन पाई सर्व कल्याण पाई सर्व स्वस्थ पाई सर्वांगीन कल्याण पाई प्रभु निकट कोटि कोटि बार मो विनम्र निवेदन जनाए
ସେଦିନ ଥିଲା ସେଇ ଭୟଙ୍କର ରାତ୍ରି। ଦିନଟି କଟି ଯାଇଛି ଖୁବ ଆନନ୍ଦ ଉଲ୍ଲାସରେ। ପରମ ପ୍ରେମ ଶ୍ରୀ ଠାକୁରଙ୍କର ଶରୀରରେ କୌଣସି ରୋଗର ଲକ୍ଷଣ, ମୁହଁରେ ବିଷଣ୍ଣତାର ଚିହ୍ନ ନଥିଲା। ସେ ଯେମିତି ଗତାନୁଗତିକ ଧାରା ଭିତର ଦେଇ ଜୀବନ ଧାରା ଗତିକ୍ରମ କରେ, ସେଦିନ ମଧ୍ୟ ତାହା ହିଁ କରିଥିଲା। ରାତି 8ଟା 8:30 ମଧ୍ୟରେ ସେ ମଧ୍ୟ ଭୋଜନ ଗ୍ରହଣ କରିଥିଲେ। କୁହାଯାଏ ଅନ୍ୟ ଦିନ ଅପେକ୍ଷା ସେଦିନ ଟିକେ ଅଧିକ ଖାଦ୍ୟ ଗ୍ରହଣ କରିଥିଲେ। ଆନନ୍ଦ ଉଲ୍ଲାସରେ ଦିନଟି କଟିଛି। ସେ ବଡଦା ମଧ୍ୟ ତାଙ୍କୁ ଦିଗିରିଆ ପାହାଡ ଆଡକୁ ବୁଲେଇ ନେଇଛନ୍ତି। କୌଣସି ଦୁଃଖର ଆଭାସ ନାହିଁ। ଆଉ କାହାରି ମନରେ ମଧ୍ୟ ଏମିତି ଆମକୁ ସବୁ ଫାଙ୍କି ଦେଇ ଚାଲିଯିବେ ଏ ଭାବ ବୋଧ କାହାରି ମନରେ ମଧ୍ୟ ଆସିନାହିଁ। ହସ ହସରେ ଦିନ କଟି ଯାଉଛି ନା। ସେ ବିଶ୍ରାମ ନେଇଛନ୍ତି, ସ୍ୱସ୍ତିରେ ଶୋଇଯାଇଛନ୍ତି। ଏବଂ ପୂଜ୍ୟ ଆମର କାଜଲଦା ଏବଂ ଶିଶୁ ବଡଦା ମଧ୍ୟ ପାଖରେ ଥିଲେ। ସେ ସେଠାରୁ ଚାଲିଗଲେଣି, ପିସିମା ଚାଲିଗଲେଣି, ସମସ୍ତେ ଚାଲିଗଲେଣି। ଆଉ ଆଶ୍ୱସ୍ତିରେ ଶୋଇ ବି ଯାଇଥିଲେ ଶ୍ରୀ ଠାକୁର, ପରମ ଶାନ୍ତିରେ ଶୋଇଯାଇଛନ୍ତି। ରାତି 3:30 ପରେ ପରେ ଠାକୁର ଉଠି ପଡନ୍ତି। ଚାରିଟା ଜାଗ୍ରତ ହେଇ ଉଠନ୍ତି। ପିସିମା ସେ କଣ ହେଲା କଣ ହେଲା, ଛାତିରେ କାହିଁ ଯନ୍ତ୍ରଣା ହଉଛି। ସାଙ୍ଗେ ସାଙ୍ଗେ ଡକା ହେଲା କାଜଲଦାଙ୍କୁ। ପୂଜନୀୟ କାଜଲଦା ଆସିଲେ, ଇଞ୍ଜେକ୍ସନ ଦେଲେ। ହଠାତ୍ ଲାଇନ ଚାଲିଗଲା। ପ୍ରାୟ 4ଟା 15-20 ହବ ଲାଇନ ଚାଲିଗଲା। ଠାକୁରଙ୍କର ଶରୀରର ଭାବଟା ଆହୁରି ଅତିରିକ୍ତ ହେଇଗଲା, ବେଦନାଟା ଆହୁରି ମାନେ ବଢିଗଲା। ସମସ୍ତେ ଅସହ୍ୟ ଯନ୍ତ୍ରଣା ଅନୁଭବ ହବାରୁ ବାଧ୍ୟ ହେଇକି ଅକ୍ସିଜେନର ବ୍ୟବସ୍ଥା କରିବାକୁ ଚେଷ୍ଟା କଲେ। ଅକ୍ସିଜେନ ମଧ୍ୟ ଦେଖାଗଲା କୌଣସି କାରଣରୁ ସରିଯାଇଛି। ପୁଣି ଆଣିବା ଭିତରେ ସମୟ ଲାଗିବ, ଚେଷ୍ଟା ଚାଲିଛି। ଦେଖନ୍ତୁ କେମିତି ଏକ ପରିସ୍ଥିତି ଜଟିଳତା ଆସିଛି। ଠାକୁର କେମିତି ଦୋଷ ଆମ ମାନଙ୍କ ଉପରେ ଇନଡାଇରେକ୍ଟଲି ରଖିଦେଇଛନ୍ତି। ସିଏ କିନ୍ତୁ ସହଜ ସରଳ ଭାବେ ତାଙ୍କର ବେଦନାର ଭାବଟାକୁ ପ୍ରକାଶ କରି ଚାଲିଛନ୍ତି। ଖୋଜା ହଉଛି, ଅକ୍ସିଜେନ ସରିଯାଇଛି, କଣ କରାଯିବ, କୋଉଠୁ ଆଣିବା, କଣ କରିବା। ଏଣେ ଲାଇନ ନାହିଁ। ଏଇ ଡକାହକା ଭିତରେ ଏଇ 4:55 ହେଇଯାଇଛି। ସେ ଆସନ୍ତି ଏକା, ଯାଆନ୍ତି ଏକା। ତାଙ୍କ ଜନ୍ମ କେହି ଜାଣନ୍ତି ନାହିଁ ଏବଂ ଚାଲି ଯିବାଟା ମଧ୍ୟ କେହି ଦେଖିପାରନ୍ତି ନାହିଁ। ଅନାୟାସରେ ସେ ଚାଲି ଯାଇଛନ୍ତି ସମସ୍ତଙ୍କୁ ଫାଙ୍କି ଦେଇ। ଆହୁରି ବହୁତ କଥା ସେଦିନ ଘଟଣା ସବୁ ରହିଛି, ତାକୁ ଆଉ ଉପସ୍ଥାପନା କରି ଆପଣ ମାନଙ୍କୁ ଭାରାକ୍ରାନ୍ତ କରିବାକୁ ଚାହେଁ ନାହିଁ। ବାସ୍ତବ କଥା ହଉଛି, ଏଇ ଶେଷ ମୁହୂର୍ତ୍ତରେ ତାଙ୍କର ଏଇ ହୃଦଯନ୍ତ୍ରଣା ବା ଏଇ ଯୋଉ ଚେଷ୍ଟ ପେନ୍ କାହିଁକି ହେଲା? ଆଜି ଦିବସଟି କାହିଁକି ସ୍ମରଣୀୟ ଦିବସ, ପାଳନୀୟ ଦିବସ, କରଣୀୟ ଦିବସ, ସଂକଳ୍ପର ଦିବସ, ସାଧନାର ଦିବସ, ସିଦ୍ଧି ଲାଭର ପଥ ଉନ୍ମୋଚନ ହବ ଆଜି ଦିବସର ତାତ୍ପର୍ଯ୍ୟକୁ ଅନୁଭବ କଲେ। ଯେ ଦୀର୍ଘ 81 ବର୍ଷ ଲୀଳାଖେଳା କରିଗଲେ ଆମ ମାନଙ୍କ ପାଇଁ, ନିଜ ପାଇଁ ଦିନଟିଏ ଚିନ୍ତା କରିନାହାନ୍ତି।
ନିଜର ସୁଖ ସୁବିଧାର ଚିନ୍ତା। ତମ୍ବୁରେ ତମ୍ବୁରେ ଠାକୁର କହିଛନ୍ତି ତାଙ୍କ ଭାଷା ଭିତରେ, ମୋର କନ୍ଥା ତମ୍ବୁ ଆଉ କନ୍ଥା ଭିତରେ ମୋର କାଳ କଟିଗଲା। କିନ୍ତୁ ମୁଁ ବଡ କପାଳିଆ ମଣିଷଟା ଏ ବଡ ବୋଉକୁ ପାଖରେ ପାଇଛି। ବହୁ ଭାବରେ ବହୁ କଥା କହିଛନ୍ତି ତାକୁ। ଆଉ ମୁଁ ମଣିଷ 5ଟା ପାଇଲି ନାହିଁ, ଏ 1.5ଟା ମଣିଷ, ଗୋଟେ ବଡକକା ପୁରା 1 ଆଉ କେଷ୍ଟଦା ଅଧା, ଏ 1.5ଟା ମଣିଷ। ମଣିଷ କାଙ୍ଗାଳ ସେ। ଶ୍ରୀ ଶ୍ରୀ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଥିଲେ, କର୍ମଣୈବ ହି ସିଦ୍ଧି ମାସ୍ତିତା ଜନକାଦୟଃ ଲୋକ ସଂଗ୍ରହ ମେବାପି ସମ୍ପଶ୍ୟନ୍ କର୍ତ୍ତୁମର୍ହସି। ଜନକାଦି ଜ୍ଞାନୀ ମାନେ ମଧ୍ୟ ଆସକ୍ତି ରହିତ କର୍ମ ଦ୍ୱାରା ହିଁ ପରମ ସିଦ୍ଧି ପ୍ରାପ୍ତ ହୋଇଥିଲେ। ତେଣୁ ଲୋକ କଲ୍ୟାଣ ଦୃଷ୍ଟିରୁ ତୁମେ କର୍ମ କରିବା ହିଁ ଉଚିତ। ତୁମେ କର୍ମ କରିବା ହିଁ ଉଚିତ। ଭଗବାନ କୃଷ୍ଣଙ୍କ ମୁହଁରେ ସେ କହୁଛନ୍ତି ଲୋକ କଲ୍ୟାଣ, ଲୋକ ସଂଗ୍ରହ ମେବାପି ସମ୍ପଶ୍ୟନ୍ କର୍ତ୍ତୁମର୍ହସି। ଲୋକ ସଂଗ୍ରହ କରିବ। ଠାକୁର କହୁଥିଲେ ଆମର ମାନୁଷର ତହ୍ନା ମେଟଲୁ ନା ରେ, ଏ ମାନୁଷର ତହ୍ନା ମାନେ କ୍ଷୁଧା। ମୋର ମଣିଷ କ୍ଷୁଧା, ମୁଁ ମଣିଷକୁ ଭଲ ପାଏ। ମଣିଷ ପାଇଁ ତାଙ୍କର ବ୍ୟାକୁଳତା ଯଦି ଚିନ୍ତା କରାଯାଏ, ଆମେ ମାନେ ମଧ୍ୟ ଅଭିଭୂତ ହେଇଯାଉ। ମଣିଷ ପାଇଁ ପାଗଳ, ମଣିଷ ପାଇଁ ସେ ଆକୁଳ ବ୍ୟାକୁଳ, ସେ ଦୟାମୟ। ସେ ବୁଝିଥିଲେ, ଆରେ ମଣିଷ ଯଦି ଭଲରେ ନ ରହିବ, ମଣିଷ ଯଦି ସୁଖରେ ନ ରହିବ, ମଣିଷର ଯଦି ପୂର୍ଣ୍ଣ ଜ୍ଞାନ ନ ହବ, ଏ ସୃଷ୍ଟିକୁ ରଖିବ କିଏ? ଏ ସୃଷ୍ଟିକୁ ମୁଁ ତିଆରି କରିଦେଲି, ଆକୁ ଧରି ରଖିବ କିଏ? ଚିତ୍ତରଞ୍ଜନ ଦାଦାଙ୍କୁ କହିଲା ଭଳି, ଆରେ ସ୍ୱାଧୀନତାକୁ ଧରି ରଖିଲା ଭଳି ଲୋକ ତିଆରି କର। ସବୁବେଳେ ବି ସେ ମଣିଷ କ୍ଷୁଧା, ମାନବ ପ୍ରୀତି, ମାନବ ଦରଦୀ, ମାନବ ଆକାଂକ୍ଷୀ। ଏ ମନୁଷ୍ୟ ହିଁ ଜୀବଜନ୍ତୁ କୀଟ ପତଙ୍ଗ ସମସ୍ତଙ୍କୁ ସୁରକ୍ଷା ଦବ। ଆଉ ନିଜେ ତାହା କରିକି ଦେଖେଇ ଦେଲେ। জীবে প্রেম করে যেজন সেই জন লভিছে ঈশ্বর। ଜୀବନରେ ସେ ଗୋଟିଏ ମୁହୂର୍ତ୍ତ ବାଦ ଦେଇନାହାନ୍ତି, ଅନ୍ୟର ଉପକାର ନ କରି କେବେ ହେଲେ ରହି ନାହାନ୍ତି। ଶୟନେ ସପନେ କିବା ଜାଗରଣେ ସବୁ କର୍ମ ଭିତରେ ଗୋଟିଏ ଫନ୍ଦା, ଯାହାକୁ କହନ୍ତି ଏ ତୁ ମୋ ପାଇଁ ଫନ୍ଦା ଫାନ୍ଦୁଛୁ କିରେ, ଗୋଟିଏ ଫନ୍ଦା ତାଙ୍କର। ସେ ସବୁବେଳେ ମନେ ମନେ ବାଞ୍ଚିଥାନ୍ତି ଏଇ ଫନ୍ଦାଟି। ଏ ସମସ୍ତ ଭିତରେ ଯୋଡି ହେଇ ରହନ୍ତୁ, ସମସ୍ତଙ୍କୁ ଧରି ରଖନ୍ତୁ, ସମସ୍ତଙ୍କ ଜୀବନ ଉନ୍ନତମୟ ଜୀବନ ହଉ। ସବୁରି ଭିତରେ ଗୋଟିଏ କଥା, ସମସ୍ତେ ବଞ୍ଚନ୍ତୁ, ଦୀର୍ଘାୟୁ ହୁଅନ୍ତୁ, ଶାନ୍ତି ସ୍ୱସ୍ତିର ଅଧିକାରୀ ହୁଅନ୍ତୁ। ଆଉ ନିଜେ ଚପଲର ମାଡ଼ ଖାଇଛନ୍ତି, ନିଜେ ମଦ୍ୟପର ବାନ୍ତି ମଧ୍ୟ ନିଜ ଦେହରେ ଲେପନ କରିଛନ୍ତି ଚନ୍ଦନ ଭଳି, ନିଜେ ପଚା ସଢା ଦୁର୍ଗନ୍ଧକୁ ମଧ୍ୟ ଆଘ୍ରାଣ କରିକିରି ଦେଖେଇ ଦେଇଛନ୍ତି, ଏ ସବୁ ମୋର ସନ୍ତାନ, ଏମାନେ ସମସ୍ତେ ମୋର ପିଲା, କାହାକୁ ବାଦ ଦେବି, କାହାକୁ ଛାଡିବି। ପରମ ପିତା ନିଜ ଇଲାକାରୁ ବାଦ ଦେଇ ପାରନ୍ତି ନାହିଁ, କାହିଁକି ନା ଯୋଉଠିକି ବାଦ ଦେଇ ପଠେଇବେ ସେ ଜାଗା ମଧ୍ୟ ତାଙ୍କରି ଜାଗା, ସବୁ ଇଲାକା ତାଙ୍କର। ଏଠୁ ବାଦ କାହାକୁ ଦେବେ, କୋଉଠିକି ପଠେଇବେ? ଏ ସ୍ୱର୍ଗ ଏହା ନର୍କ ଏହା ସବୁ ଏଇଠି। ପରମ ପ୍ରେମ ଶ୍ରୀ ଠାକୁର ଦୀର୍ଘ 81 ବର୍ଷ ଭିତରେ ଏ ସମାଜର ସର୍ବୋନ୍ନତି ପାଇଁ
ତା ଭିତରେ ସେ ଦେଲେ ଦୀକ୍ଷା ଶିକ୍ଷା ଆଉ ବିବାହ। ଏ ବିବାହ ଆଉ ଦୀକ୍ଷା ଶିକ୍ଷା, ଦୀକ୍ଷା ତ କିଛି ହେଇ ହୁଏ ତ, କିନ୍ତୁ ଶିକ୍ଷା ହେଇପାରିଲା ନାହିଁ। ତାଙ୍କର ଏଇ ଛାତିର ଯନ୍ତ୍ରଣା ଯେ ବିବାହଟା ଅର୍ଥାତ ବର୍ଣ୍ଣାଶ୍ରମ ସଂସ୍କାର ହେଇପାରିଲା ନାହିଁ, ଯାହା ଉପରେ ସମାଜ ତିଷ୍ଠିବ। ଏଇ ଦେଶର ଲଢନା ନ ଜାଗିଲେ ଦେଶ ଜାଗିପାରେ ନା। ତାଙ୍କରି ବାଣୀ ଭିତରେ ସେ ଯୋଡ଼ିଏ ପଏଣ୍ଟ ରଖିଛନ୍ତି, ମୁଖ୍ୟ ପଏଣ୍ଟ। ଯେ ଦେଶରେ ଯେତେ ହିଁ ବେଶୀ ସାଧ୍ୱୀ ଧୀରା ନାରୀ, ଯେ ଦେଶରେ ଯେତେ ହିଁ ବେଶୀ ସାଧ୍ୱୀ ଧୀରା ନାରୀ, ଜୀବନ୍ତ ସେ ଜାତି ସେତେ ହିଁ ବିଶ୍ୱ ତମୋହାରୀ। ଆଶା କରୁଛନ୍ତି এই সাধ্য ধীরা নারী মেয়ে বারে বরণ করে সে বিয়েতে সমাজ বাড়ে। স্বাধীনতা ଦେଇଛନ୍ତି বড় বড় নির্বাচন করিবা পাই, কিন্তু আজি বিহিত ভাবে কন্যা মানে বড় নির্বাচন করি পারু নাহান্তি, অবাটরে চালি যাଉଛନ୍ତି। ଯୋଉମାନେ କି ନିକୃଷ୍ଟ ବର ନୁହନ୍ତି, ଶ୍ରେଷ୍ଠ ନୁହନ୍ତି, এই অধୋଗতি ବର୍ଣ୍ଣାଶ୍ରମ ରକ୍ଷା ହେଇପାରୁନାହିଁ, ବିବାହ ସଂସ୍କାର ତିଷ୍ଠି ପାରୁନାହିଁ, ବର୍ଣ୍ଣ ସଂକର ସୃଷ୍ଟି ହଉଛନ୍ତି, ଦେଶ ଦୁନିଆ ଡୁବିଯିବ, ଏ ଦେଶକୁ ରକ୍ଷା କରିପାରୁନାହିଁ। ଆଉ ସାମାଜିକ ସଂସ୍କୃତି ଯାହା ଚାଲିଛି, ଯେଭଳି ଯୋଉ ବିଧିରେ ଚାଲିଛି, ଆଇନ କାନୁନ କୁ ଧରିକି ଚାଲିଛି, ତାକୁ ପରିବର୍ତ୍ତନ କରିବା ମଧ୍ୟ ଠାକୁରଙ୍କ ପକ୍ଷେ ସମ୍ଭବପର ହେଇପାରି ନାହିଁ। ଆଇନ ବାଟରେ ଚାଲିଛି। ଶ୍ରୀ ଠାକୁର এই গণ আন্দোলন, গণ বিপ্লব প্রতি পরিবারে, প্রতি মনুষ্য ভিতরে, এই দীক্ষা ভিতরে এই শিক্ষা, এই শিক্ষাটাকে দেওয়া দরকার। এই বর্ণাশ্রম শিক্ষা, বিবাহ সংস্কার ইত্যাদি ইত্যাদি এগুড়িକୁ ইনপুট କରିବା ପାଇଁ ପ୍ରୟାସଶୀଳ ଥିଲେ। ତେଣୁ ଆଜି ସେ ନାହାନ୍ତି, ମାନେ ଆମେ କହୁଛେ ନାଇଁ, ତା ବି ନୁହେଁ। ସେ ଶ୍ରୀ ବରଦାଙ୍କ ଭିତରେ ଫ୍ଲୋ କରୁଥିଲେ, ଏବଂ ଶ୍ରୀ ବରଦା ସେଇ ଯେମିତି ଆମର ନବକଳେବର କରାଯାଉଛି, ଶାଳଗ୍ରାମ ପରିବର୍ତ୍ତନ ହଉଛି, ଘଟ ପରିବର୍ତ୍ତନ ହଉଛି, ସେମିତି এই ପ୍ରକାର ଶକ୍ତି ପରିବର୍ତ୍ତନ ହେଇ ଚାଲିଛି। ବିବର୍ତ୍ତନବାଦ ଭିତର ଦେଇ ଆଜି ଶ୍ରୀ ବରଦାଙ୍କର ସେଇ ଆଭା, ସେଇ ଦାୟିତ୍ୱ, ଗୁରୁ ଦାୟିତ୍ୱ ଶ୍ରୀ ଦାଦାଙ୍କ ଜୀବନରେ ଥିଲା, ଆଉ ତାହା ହିଁ ଆଜି ଆଚାର୍ଯ୍ୟ ଦେବଙ୍କ ଜୀବନରେ ପରିସ୍ଫୁଟନ ହେଇ ଚାଲିଛି। ସେ ଅଛନ୍ତି, ସେ ଚିର ଜୀବନ୍ତ, ଚିର ହସନ୍ତ, ଚିର ଚଳନ୍ତ। ତାଙ୍କରି ସେଇ ନୀତିବିଧିକୁ, ଆଦର୍ଶକୁ ସେ ବହନ କରି ଚାଲିଛନ୍ତି। ଆଜି ଶ୍ରାଦ୍ଧ ଦିବସ, এই ଶ୍ରଦ୍ଧା ଜ୍ଞାପନ କରିବା ଦରକାର। ଶ୍ରଦ୍ଧା ଜୁହୋମି, ଶ୍ରଦ୍ଧା ଦାନ କରିବା। ଶ୍ରଦ୍ଧା ଆମ ପାଖରେ କେବଳ ସର୍ବଶ୍ରେଷ୍ଠ ଶକ୍ତି, ସର୍ବଶ୍ରେଷ୍ଠ ଧନ, ସବୁଠାରୁ ଅତି ପ୍ରିୟ ଜିନିଷ ହଉଛି ଶ୍ରଦ୍ଧା। ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍, ଯୋ ଯତ ଶ୍ରଦ୍ଧା ସୈବ ସହ। এই ଶ୍ରାଦ୍ଧ ଦିବସରେ ଆଜି ଆମେ ଶ୍ରଦ୍ଧା ଜ୍ଞାପନ କରିବା। କେତେ ଦୂର ଆମେ ସଶ୍ରଦ୍ଧ ହେଇ ଉଠିଛେ ତାଙ୍କ ପ୍ରତି। ସେ ହଉଛନ୍ତି ଚଳନ ଚରିତ୍ରର, ଯାହାକୁ କୁହାଯାଏ ଯାହା ଉପରେ ଯାହା କିଛି ଦୃଷ୍ଟି ରହିଛି ତାହା ହିଁ ଧର୍ମ। এই ଧର୍ମର ମୂର୍ତ୍ତିମୟ ପ୍ରତୀକ। ତେଣୁ ଆମେ ତାଙ୍କ ପ୍ରତି ସଶ୍ରଦ୍ଧ ନହେଲେ, ଶ୍ରଦ୍ଧାଶୀଳ ନହେଲେ ଆମ ଜୀବନରେ ଜ୍ଞାନର ଉନ୍ମେଷ ହବ ନାହିଁ, ଅଜ୍ଞାନତା ଦୂରୀଭୂତ ହେବ ନାହିଁ, ଆମ ଜୀବନର ପରିପୂର୍ଣ୍ଣତା ଆସିବ ନାହିଁ। ସେ ଯାହା ଯାହା ଆଚରଣ କରିଗଲେ, ଯଜ୍ଞାଚରତି ଶ୍ରେଷ୍ଠ ତତ୍ତଦେବୋତ୍ତର ଜନଃ ସ ଯତ୍ ପ୍ରମାଣଂ କୁରୁତେ ଲୋକାଃ ତଦନୁବର୍ତ୍ତନ୍ତେ। ଲୋକମାନେ ସେଇ ବାଟରେ ଚାଲିବେ, ସେ ଯାହା ପ୍ରମାଣ କରିଗଲେ। ଏଇ ଯୋଉ ନାମ ଦେଇଛି, ଏଇ ନାମର ଶକ୍ତି, ତେଜ ବୀର୍ଯ୍ୟ ଧୀ ଚେତନା ପ୍ରଜ୍ଞା, ଜୀବନ୍ତ ଚିର ଚିର ବହନ୍ତ ଚିର ଚହମାନ ଏବଂ ଚିର ଜାଗ୍ରତ। ତାର ପ୍ରମାଣ ହେଲା ଆଜିକି ଆମେ 4-5 ପିଢି ଧରି ଦେଖୁଛେ। এই ସତନାମର ପରିକ୍ରମା କରି ଚାଲିଛି, ଆବର୍ତ୍ତିତ ହେଇ ଚାଲିଛି ଶ୍ରୀ ବରଦାଙ୍କ ଜୀବନରେ, ଶ୍ରୀ ଦାଦାଙ୍କ ଜୀବନରେ, ଆଉ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଜୀବନରେ ମଧ୍ୟ। ଆମେ ମାନେ ଆମର ପରବର୍ତ୍ତୀ ପିଢିରେ ମଧ୍ୟ ଏ ଧର୍ମକୁ ପ୍ରତିଷ୍ଠା କରିବା ପାଇଁ ସମ୍ଭବପର ହେଇପାରୁନାହିଁ। କାହିଁକି ନା ଆମେ ମାନେ ସେମିତି ନାମଟାକୁ
नाम आउ नामी प्रति आम श्रद्ध है ना जहा फल आम परिवार रे पूर्ण मात्रा रे यह जीवंत हो पारुना सामयिक किंतु तांको परिवार रे तांको जीवन रे यह परिपूर्णता हासिल करिछि बोली आज पंचम पीढ़ी रे मध्य से पूजनीय अबिंदा भितर से तेज वीर्य धी चेतना विचूरण हो चली शत शत गुण रे आउ से कही श्रीकृष्ण गीतार कथा अनुसार न मे पार्थास्ति कर्तव्यम त्रिषु लोकेषु किंचन तीन लोक मोर पाइबार न पाइबार किछि नाही नान अवाप्तम अवाप्तव्यम वर्त एव च कर्मणि किंतु मु कर्तव्य कर्म करे कहा को अभुक्त छाड़े ना कहा को मृत्यु पथरे छाड़े ना कहा को जानतरे अधोगति हवा को दिए ना दे नाहंती छले बले कौशले जेपरी होना कहीं सर्वभूतर मंगल चेष्टार से यत्नवान आउ तांकरी अनुसरण कर सत्यानुसरण बाणी परम प्रेम श्री श्री ठाकुर ए 1969 मसीहा जानुआरी 26 रे ए जो 4:55 रे ए जो देह रक्षा कले महाप्रयाण कले अर्थात से विसर्जन विश्रुत भल भाव सृष्टि करिबा पई ए संसार को आहुरी भल भाव गढ़िबा पई रखी गले तांकर आत्मज तांकर आत्मार जात होइतबा श्री श्री बड़दा को स्थलाभिषिक्त करि जाइथिले पूर्वरु यथेष्ट पूर्वरु एवं ए सत्संग को तिष्टि रखिबा पई धरि रखिबा पई से ही कर्णधार बोली बार बार विभिन्न भाव से पर्यायक्रम कहिचंती एवं बड़दा को मथार नहीं चलिबा पई मध्य से निर्देश देइचंती परम प्रेम श्री श्री ठाकुर हमको अनाथ कर जाई नाहंती हमर दायित्व तांको मथारे थिला एई गरज तांको भितरे थिला से गरज को नहीं से निजर पुओ को कामरे लगे देइचंती हमर सेवा जत्न करी आम परिवार को उन्नति मुखर करी गढ़ी तोलिबा पई प्रयत्नशील होइतिले परवर्ती पर्याय श्री श्री बड़दा श्री श्री ठाकुर कृष्णकर गोटे कथा बारंबार कहती अरे मु जदि 100 भाग न करे तुम गोटे भाग करबनी तेणु मत करिया पड़े मत से कम से कर्तव्य निजको संपादन करिया पड़े यही कहीं ना मु न कले आउ केही करिवे नाही जदि हे हम न वर्तेयम जातु कर्मण्यतंद्रित मम वर्तमान वर्तन्ते मनुष्याः पार्थ सर्वस कारण हे पार्थ जदि मु केबे सावधान होई कर्म रे लागी न रहिबी तेबे बड़ क्षति होई जीव कारण मनुष्य माने सब दिगरु मते अर्थात मोरी मार्ग अनुसरण करंती महाजनजनगत से पंथा मोरी पछ पछे चलती मु जहा करी जीवी ताकू देखि लोके चलिबे तेणु श्री श्री ठाकुर जीवन रे प्रेम भाव को दया भाव को स्नेह भाव को ममता भाव को केबे हेले त्याग करी नांती समस्त को अपनार करी धरी नहीं चंदी से सुशील बसुदा तलासी पहुंचले कोले नेले को आलिंगन कर देले कह दादा केमन आछेन सुशील दा अभिभूत ही गले प्रथम देखारे अभिभूत ही गले ये मनुष्य किए इते दर्द इते आत्मीयता इते सुंदर भाव मत आबद्ध कर नेले आलिंगन कले स्वाभाविक भावे किंतु मते लागुच अस्वाभाविक कथा ये अस्वाभाविक कर्म तांकरी परस पाई से बुझी पारे जमती कि मोर जन्म जन्मर जुग जुगर साथी आपणार प्रिय परम हसी हसी कहले हाँ मते आपणार लगुची जी जाइचंती से अभिभूत ही जाइचंती बुड़ी जाइचंती हजी जाइचंती ताको प्रेमर से सागर रे से अनंत प्रेमर सागर अनंत दयार सागर
ତାଙ୍କର ଢେଉ ଚାଲିଛି। ଆଜି ସେଇ କଥାଟାକୁ ମନେ ରଖିବା ଦରକାର। କେତେ ଦରଦ ଆମ ମାନଙ୍କ ପାଇଁ। ସେ ଚାଲି ଯାଇଛନ୍ତି, ଶୋକରେ ଅଭିଭୂତ ହେଲେ ଲାଭ କିଛି ନାହିଁ। ବରଂ ଅନୁଶୋଚନା କରିବା ଦରକାର, ବରଂ ପ୍ରାଶ୍ଚିତ କରିବା ଦରକାର। ପ୍ରତ୍ୟେକ ଆମେ ତାଙ୍କୁ ପାଇ, ତାଙ୍କୁ ମାନି ବିହିତ ଭାବେ ଚାଲି ପାରିଲେ ନାହିଁ, ତାଙ୍କର ଇଚ୍ଛାକୁ ପରିପୂର୍ଣ୍ଣ କରିପାରି ନାହିଁ। କଣ କଣ କଲେ ତାଙ୍କରି ମନୋବାଞ୍ଛା ପୂରଣ ହବ? ତାଙ୍କର ଯୋଉ ବେଦନା ଥିଲା, ଯୋଉ ହୃଦୟର ଭିତରେ ଯୋଉ ଚିନ୍ତା ଥିଲା, ଯୋଉ ମଣିଷର କ୍ଷୁଧା ଥିଲା, ଯୋଉ ଆଶା ଆକାଂକ୍ଷା ଥିଲା, ତାକୁ ଆମେ ପୂରଣ କରିପାରିବା। ପରମ ପିତାଙ୍କର ଇଚ୍ଛାକୁ ପୂରଣ କରିବା ଦରକାର। ତାଙ୍କର ଇଚ୍ଛା ହିଁ ମଙ୍ଗଳ। ସେ ଯାହା ଚାହୁଁଛନ୍ତି ତାକୁ ନେଇ ଚାଲିଲେ ହିଁ ଆମ ଜୀବନ ସକ୍ସେସଫୁଲ ହବ। ଆଉ ସେଇ କଥାଟାକୁ ଆମମାନଙ୍କ ପାଖରେ ଜାଗ୍ରତ କରି ତୋଳୁଛନ୍ତି ସେ ଆଚାର୍ଯ୍ୟ ଦେବ, ଯେ କେତେବେଳେ କଣ କରିବା ଦରକାର, ସାମ୍ପ୍ରତିକ ସ୍ଥିତିରେ କର୍ତ୍ତବ୍ୟ କର୍ମ କଣ ହବା ଦରକାର, ତାହା ସେ ଦିଗ୍ଦର୍ଶନ ଦଉଛନ୍ତି ଆଚାର୍ଯ୍ୟଙ୍କ ମୁଖରେ। ତେଣୁ ସେଇ ଶ୍ରୀ ଠାକୁର ଏବେ ବି ଆମ ପାଖରେ ଅଛନ୍ତି। তোমায় বিদায় দেব কেমন করে? ତାକୁ ବିଦାୟ ଦେଇ ହବନି, ତାକୁ ବିଦାୟ ଦେଇ ହବ ନାହିଁ। ଯୋଉମାନେ ତାଙ୍କୁ ଭଲ ପାଆନ୍ତି, ସେମାନଙ୍କ ହୃଦୟ ଭିତରେ ଚିର ଜାଗ୍ରତ। ଯେବେଠାରୁ ତାଙ୍କ ସହିତ ପରିଚିତ ହେଇଛେ, ଯେବେଠାରୁ ତାଙ୍କୁ ପାଇଛେ, ତାଙ୍କର ପରଶ ପାଇଛେ, ତାକୁ ଅନୁଭବ କରିଛେ, ସେଇ ଦିନ ଠାରୁ ଭୁଲି ହେବ ନାହିଁ, ଭୁଲି ହୁଏ ନା। ଚିର ସ୍ମରଣୀୟ, ଚିର ବରଣୀୟ, ଚିର ଆଦରଣୀୟ, ଚିର ଶ୍ରଦ୍ଧାସ୍ପଦ। ସେଇଥିପାଇଁ ସେଇ ଭାବଟା ପ୍ରକାଶ ହେଇଥିଲା ଶ୍ରୀ ଶ୍ରୀପଦ ତାଙ୍କ ଜୀବନରେ। তোমার সুরে আমার সুরে বান্ধা, ତାଙ୍କ ସୁରରେ ଆମେ ଛନ୍ଦା ହେଇଯାଇଛେ, ବନ୍ଧା ହେଇଯାଇଛେ। ଆମର ସୁର, ଏ ସୁରତ ଆମ ଜୀବନ ଧାରା, ଆମ ଜୀବନ ଧାରା ତାଙ୍କ ସହିତ ଛନ୍ଦାୟିତ ହେଇଛି। ତାଙ୍କ ସହିତ ଆମେ ବାନ୍ଧି ଦେଇଛେ। ଯୋଉ ଦିନ ଦୀକ୍ଷା ନେଇ ସଂକଳ୍ପ କରିଛେ, ସେଇ ଦିନ ଠାରୁ ଏଇ ତାଙ୍କରି ସବୁକିଛି ଆମ ଭିତରେ ମୂର୍ତ୍ତ ହେଇ ଉଠୁ। ଆମେ ଲାଗି ରହିବା ଏ ଶ୍ରଦ୍ଧା ଭିତର ଦେଇ, ଏ ପ୍ରେମ ଭିତର ଦେଇ, ଭକ୍ତି ଭିତର ଦେଇ, କର୍ମ ଭିତର ଦେଇ, ସାଧନା ଭିତର ଦେଇ, ନିତ୍ୟ କହିବା ଭିତର ଦେଇ, ଭାବିବା ଭିତର ଦେଇ, ବଞ୍ଚିବା ଭିତର ଦେଇ, ତାଙ୍କ ପାଇଁ ବଞ୍ଚିବି, ତାଙ୍କ ପାଇଁ ଖାଇବି, ତାଙ୍କ ପାଇଁ କହିବି, ତାଙ୍କୁ ଦେଖିବି, ତାଙ୍କର ମୁଁ, ମୋର ସର୍ବାଙ୍ଗରେ ତାଙ୍କରି ଭାବ ପ୍ରକାଶିତ ହବ। ଏଇ ଭାବ ବୋଧ ଯେତେ ଦିନ ପର୍ଯ୍ୟନ୍ତ ମୋ ଭିତରେ ପ୍ରକାଶମାନ ହେଇ ଚାଲିଥିବ, ଜାଜ୍ୱଲ୍ୟମାନ ହେଇଥିବ, ମୁଁ ତାଙ୍କର, ମତେ ସେ ଦୟା କରି ଦୁନିଆକୁ ଆଣିଛନ୍ତି, ମତେ ଦୁନିଆରେ ବଞ୍ଚେଇ ରଖିଛନ୍ତି, ସେ ଅଛନ୍ତି ବୋଲି ମୁଁ ଅଛି। ଏଇ ଭାବ ଯେତେ ଦିନ ମୋ ମନ ଭିତରେ, ଆତ୍ମା ଭିତରେ ଜୀବନ୍ତ ହେଇ ରହିବ, ଆମେ ସେତେ ଜୀବନ୍ତ ହେଇ ଉଠିବା, ଆମେ ମଧ୍ୟ ଅମର ହେଇ ଉଠିବା। ପରମ ପିତାର ସନ୍ତାନ, ମୁଁ ଅଜର, ମୁଁ ଅମର, ପ୍ରେମପୁଷ୍ଟ ଚିରଚେତନ ଅଜର ଅମର, ମତେ ଗ୍ରହଣ କର, ପ୍ରଣାମ ନିଅ। ତାଙ୍କ ସାଙ୍ଗରେ ଲୀନ ହେଇଯିବା, ତାଙ୍କ ଭାବରେ ଭାବାୟିତ ହେଇ ଉଠିବା, ତାଙ୍କୁ ଆପ୍ତ ହବା, ଈଶ୍ୱରତ୍ୱ ପ୍ରାପ୍ତି, ତାକୁ ପ୍ରାପ୍ତ ହବା, ତାକୁ ଅନୁଭବ କରିବା। ଆଉ ଦଦାତୁ ଜୀବନ ବୃଦ୍ଧି ନିୟତମ ସ୍ମୃତି ଯୁଦେ, ଆମ ଚେତନା ରାଜ୍ୟରେ ସବୁବେଳେ ସେଇ ମନେ ରହିବ, ସେ ଅଛନ୍ତି ବୋଲି ମୁଁ ଅଛି, ସେ ଅଛନ୍ତି ଆଉ ମୁଁ ଅଛି। ମୁଁ ବୁଡି ଯାଏ ନା, ମୁଁ ଚାଲି ଯାଏ ନା, ମୁଁ ବୁଡି ପାରେ ନା, ମୁଁ ହଜି ଯାଇପାରେ ନା, ତାଙ୍କରି ପ୍ରେମରେ ମୁଁ ବୁଡିକି ରହିଛି। ସେ ଅଛନ୍ତି, ମୁଁ ଅଛି, ଏଇ ତାଙ୍କୁ ଅନୁଭବ କରି କରି ଜୀବନ କାଳ ଶେଷ ହେଇଯିବ। ଜୀବନର ଶେଷ ମୁହୂର୍ତ୍ତରେ ତାଙ୍କୁ ଚିନ୍ତା କରି କରି ଆମେ ମାନେ ବିଲୀନ ହେଇଯିବା। ମୃତ୍ୟୁ କଣ ଜାଣିପାରିବା ନାହିଁ। ଏ ଯେମିତି କି ସ୍ୱପ୍ନ ରାଜ୍ୟରେ ଆମେ ମାନଙ୍କର ବିଚରଣ ହଉ, ମନଟା ବୁଲେ, ସେମିତି ଆମକୁ ଅନୁଭବ ହବ ଆମେ ଚିର ଜାଗ୍ରତ ଚେତନ ରହିବା, ଭଗବାନଙ୍କର ପରମ ଆଶୀର୍ବାଦ। ଏଇ ଚେତନାଟା ରହିବ ଶେଷ ମୁହୂର୍ତ୍ତରେ ମଧ୍ୟ
जदि इष्ट चेतन व्यक्तित्वटा इष्ट को मन रखी चलिबा प्रिय परम मो पाई आसिथिले प्रिय परम दुनिया को आसिथिले मो पाई मु ताको संतान 5 पुओ जदि भाबंती समस्त मोर 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 बापा जेम चंद्र मामू को देखि समस्त मामू आमू डाकंती सेमती समस्त पिता समस्त आमे जदि अनुभव करू मोर परम पिता मोर से प्रिय परम ताहले सबु बेले से मनर आकाश रे से चंद्र से उदिया चंद्र उई चलिबो आम जीवन सक्सेसफुल हबो सुशीतल जीवन यापन करबा शांत कांत जीवन प्रेममय जीवन यापन करबा को समर्थ हवा आसंतु आज ये पवित्र दिवस संकल्प नवा आमे तांकर ताको मन आकाश रे धरि रखिबा ताकर सुशीतल किरण आउ साधना समय रे तांकर सूर्यर किरण तेजदीप्त किरण तेजियान ही उठिबा वीर दर्प रे आगेबा असत निरोधी सत ही सत्ता सचिदानंदमय असत को निरोध करी सूर्यता उपरे सूर्य को उता उपरे आमे असत को निरोध करी सर्वत्र समदृष्टि देई आमे अग्रगति करिबा समभाव संपन्न हबा आम पाखे वसुधैव कुटुंबकम अयं निज परवेति गणना लगुते तसाम एटा मोर सेटा तार नुहे ए वसुधाटा मोर ए समस्त मोर मोर आपणार ए विश्व पितार दरबार ए विश्व पिता होची मोर मोर एक परिवार एई भाबरे भाबिबा आ विश्व पिता होचन तार गार्डियन मुख्य मालिक श्रेष्ठ आ जहा को देखि कि हम दुनिया चलिबो ताहले आम मानक भितरे दुख आसीबो नाही संकीर्णता आसीबो नाही विस्तार ही जीवन विस्तार ही प्रेम ए संकीर्णता ही पाप अज्ञानता ही पाप आम मानक भितरे मोर तार यार तार ये कहला से कहला ये भूल कला से भूल कला ये गुड़ा को नहीं कि जेते दिन हम चली थिबा सेते दिन पछे पछे जिबा आम साधना अग्रगति करि परिबो नाही आसंतु ए संकीर्णता को दूरीभूत करिबा विस्तृत जीवन लाभ करिबा विस्तार रे अस्तित्व हराओ लिभि जाओ नाही विस्तार ही जीवन विस्तार ही प्रेम विस्तृत अस्तित्व हराओ मु तु अहंकार को लोप कर दियो मु विश्वर मु आपण मानक समस्तंकर एई भाव एई बोध एई चेतना नै जदि आम माने अग्रगति करिबा आजिर ए महाप्रयाण दिवस आम जीवन रे सार्थक हबो एक स्मरणीय दिवस रे परिणत हबो एक संकल्प दिवस रे परिणत हबो उद्बुद्ध हे उठिबे मु उठिबा सहित समस्त को उद्बुद्ध करी तोलिबी समस्त को धरि रखिबी समस्त मु आपणार समस्त चिर बंधु जय गुरु शेष प्रभु पाखे कोटि कोटि बार विनम्र निवेदन जणै वक्तव्य शेष करूजी आज्ञा शेष गोटे कथा प्रश्न जो ऑनलाइन सत्संग होची जो माने असोच होचंदी समान आदर कोन पार्टिसिपेट करि परिबे माने पार्टिसिपेट करी सुनिया पे किंतु किछि गाइबे कि कोन करिवे एसो हेइ परिबन ना नाइ अन्यान्य न करिवाटा भलो आया केवल शुणी पारंती केवल शुणी पारंती हां शुणी पारिबे काहे के हम माने सत्संग रे अच्छे बोली अनुभव करिया दरकार मो प्रभु अछंती हैला तणु गाइबा भाबिया दरकार माने मु सेठी अछि तणु सेठी पे गाइबा जे कोन से अंशटा न नबाटा भलो हैला आया आया ठीक जय गुरु या हो बहुत सुंदर हमरा हमरा सम्मान दादा विजय कुमार आचार्य दादा हमको सब बुझे कि सब कहले एवं शेष ऑनलाइन